हेलो हेलो हेलो। हेलो हाँ हेलो हेलो हेलो। हेलो सुबह हो ଯିବା। हेलो सुबह हो ଯିବା। हेलो 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 हाँ हाँ हेलो। ମୁଁ ବି ଜାଣିପାରୁନି ମାନେ ଶୀତ ଦିନେ ଲୋକ ଏମିତି ହୁଅନ୍ତି ନା ଲୋକ ସବୁବେଳେ ଏମିତି ହୁଅନ୍ତି? ଆଉ ଆପଣ କିଏ କହୁଛନ୍ତି କହିଲେ? ଆଁ ଆପଣ କିଏ? ଏଟା କୋଉଠିକି ଲାଗିଛି? ଏ ଲାଗିଯାଇଛି ଝାଡଖଣ୍ଡ। ଝାଡଖଣ୍ଡରେ ଲାଗିଛି। ଆକ୍ଚୁଆଲି ହୁଁ କଥା କଣ କି ମୋ ସାଇକେଲ ଚେନ୍ ଟା ଖସି ଯାଇଛି ତ ମୁଁ ହେଲ୍ପ ପାଇଁ କଲ୍ କରିଥିଲି। ମୁଁ ଝାଡଖଣ୍ଡରୁ ଯାଇକି ପହଞ୍ଚିଲା ସାଇକେଲ ଚେନ୍ ଲଗେଇବାକୁ। ହଁ ତମେ କୋଉଠି ଅଛ? ମୁଁ ଏଇଠି ଅଛି ଘରେ ପାଖାପାଖି ହବାକୁ ଯାଉଥିଲି ତ ଅଟିକି ଗଲି ଆଉ ସାଇକେଲ ଚେନ୍ ଖସି ଯାଇଛି କଣ କରିବି କୁହନି? ଘରଟା କୋଉ ରାଜ୍ୟରେ? ଆମ ଘରଟା ଏଇଠୁ 400 ମିଟର ଖଣ୍ଡେ ହବ। ଏଠୁ ତ ମୋ ପାଖରୁ ତ 400 ମିଟର ଦୂରରେ ହସ୍ପିଟାଲ ଅଛି। ବାଁ ପଟେ ଡାହାଣ ପଟେ ମଶାଣି ଅଛି। ତମ ଘରଟା କୋଉ ପଟେ? ତାହେଲେ କୁଆଡେ ଯିବ କୁଆଡେ ମଶାଣି ନା ହସ୍ପିଟାଲ ଯୋଉଠିକି ଗଲେ କିଛି ଶୀତ ଦିନେ ନାହିଁ। ମଶାଣି ଗଲେ ଭଲ ନିଆଁ ଜଳୁଥିବ ଉଷୁମ ଲାଗିବ ବସିବାକୁ ପାଖରେ। ହା ମୁଁ ମଜା କରୁନି ସିରିୟସଲି। ମୋ ସାଇକେଲ ଚେନ୍ ଖସି ଯାଇଛି କଣ କରିବି କୁହ କିଛି ଉପାୟ ଅଛି କି? ଗଡେଇ ଗଡେଇ ଘରକୁ ପଳଉନ। ଘରେ ଗଲେ ବାପା କି ଭାଇଙ୍କୁ କହିବ ଲଗେଇଦେବେ। ନା ବା ଗଡେଇ ନହେଲେ ତ ମୁଁ କାହିଁକି କଲ୍ କରିଥାନ୍ତି ହେଲ୍ପ ପାଇଁ। ଗଡେଇ ଗଡେଇ ସାଇ ଯାଇପାରୁନି ବା। ଆଁ ସାଇକେଲ ଚେନ୍ ତା ଦେହରେ ଛନ୍ଦୁରେଇ ହେଇଯାଇଛି ତ। ସେଠି ସାଇକେଲ ସେ ରୋଡ ସାଇଡରେ ପକେଇକି ତାଲା ପକେଇ ଦିଅ। ଆଉ ଚାଲିକି ଘରକୁ ଆଉ ପଳାଅ। ଆଉ ମୁଁ 1500 ଟଙ୍କା ଦେଇକି ସାଇକେଲ କିଣିଛି ଏଠି ରୋଡ ପାଖରେ ପକେଇ ଦେଇ ଯିବିନି ଆଉ କଣ। ଏମିତି କହୁଛ ପର୍ସନାଲ ଚାର୍ଟର୍ଡ ଜେଟ୍ ଟା ସେଠି ଛାଡି ଦେଇକି ପଳଉଛ। ହଁ ତା ସାଙ୍ଗରେ ବି ସମାନ କଲେ କିଛି କମ ପଡିବନି ବୁଝିଲ। ହଁ ତମ ପାଇଁ ତ ସେଇଆ ନା ବର୍ତ୍ତମାନ। ହଁ ତମ ପାଇଁ ତ ବର୍ତ୍ତମାନ ସେ ଜେଟ୍ ଠୁ ବି କମ ନୁହଁ ନା। ହଁ ତ ମୁଁ କଣ କରିବି ଆମ ଘରେ ଟିକେ ଯାଇ କହିଦବ। ହୁଁ ଆମ ଘରେ ଟିକେ ଯାଇ କହିଦବ। ତମ ଘରଟା କୋଉଠି ମୁଁ ଜାଣିଛି ନା ତମ ଘରକୁ ଯାଇ କହିବି। ଟିକେ ଯାଇ ଆମ ଘରେ କହିଦିଅ ମୋ ଚେନ୍ ଟା ଖସି ଯାଇଛି ଆସିବେ ବୁଲେଟ ଟା ଧରିକି। ମୋ ପାଖକୁ ଫୋନ କରୁଛ ଘରକୁ ଫୋନ ମୋ ମୋବାଇଲରେ ବାଲାନ୍ସ ନାହିଁ ନା। ଘର ନମ୍ବର ବା ମୋର ମନେ ନାହିଁ। ଆଉ ମୁଁ ଏଇଟା ଜେଜେଙ୍କ ଫୋନ ଟା ଧରି ପଳେଇ ଆଇଛି ତ। ଓହୋ ଜେଜେଙ୍କ ଫୋନ ମୋ ନମ୍ବର ଟା ରହିଯାଇଛି। ହଁ ପରା ନାଇଁ ମୁଁ ରାଣ୍ଡମଲି କଲ୍ କରିଦେଲି ନା। ଓହୋ ମୁଁ ଯୋଉଟା କଣ ଲାଗିଗଲା ଜାଣିଛି ଆଉ। ହଁ ମୁଁ ଆପଣଙ୍କୁ ଜାଣିନି ଆପଣ କିଏ କହିଲେ? ମୁଁ ଆଉ କଣ ଆଉ ତମକୁ କହିଥାନ୍ତି ସବୁ କହିସାରିଲିଣି ଆଉ ମାନେ ନିଜର ଭାବିକି ମତେ କହିସାରିଲିଣି ଚେନ୍ ଲଗେଇବାରେ ହେଲ୍ପ କର ଆଉ ପୁଣି ମୁଁ ତମକୁ କଣ କହିବି। ମଜାକ ଲାଗିଛି ନା ମୁଁ ଗୋଟେ ଛୁଆଟେ ଏଠି ଶୀତ କାକରରେ ମାନେ ଛିଡା ହେଇଛି ରାତି ଅଧରେ ଠିଆ ତମେ ହେଇଛି ଛୁଆ ମାନେ ଛୁଆ ଆପଣ ଜାଣିଛନ୍ତି ମୁଁ ଛୋଟଟେ ନା ବଡଟେ? ଏ ବଡ ମାନେ ଛୋଟ ମାନେ ସେଥିରେ ଡାଉଟ ନାହିଁ ଆଣ୍ଡ୍ରଏଡ ଫୋନ ଧରିଛ ମାନେ ତ ବଡ ନା। ଏଇଟା ଆଣ୍ଡ୍ରଏଡ ନୁହଁ। ଆଣ୍ଡ୍ରଏଡ ନୁହଁ ଟ୍ରୁ କଲର ସୋ କଲା କେମିତି କଲ ଆଇଲା ନାଇଁ ନାଇଁ ଏଇଟା ଆଣ୍ଡ୍ରଏଡ ତ ନୁହଁ। ମତେ। ବିନା ଆଣ୍ଡ୍ରଏଡ ତ ଟ୍ରୁ କଲର ଇନଷ୍ଟଲ ହବନି। ନାଇଁ ଏଟା ଆଣ୍ଡ୍ରଏଡ ନୁହଁ। ଏଇଟା କି ପ୍ୟାଡ ଫୋନ ଟା ହଁ ଯୋଉ ନୋକିଆ 1209 ହେଇଥିବ ଆଉ। ବାସ୍ ବାସ୍। ଏବେ ଚାଲୁଛି ମାନୁଫାକ୍ଚରିଂ ହଉଛି ନା ବନ୍ଦ ହେଇଗଲାଣି? ମଜାକ କରୁନି ହେଲା ଆମ ଘରେ ଟିକେ ଯାଇ କହିଦେଲ ମୋ ସାଇକେଲ ଚେନ୍ ଖସି ଯାଇଛି। ହଁ ମୋ ପରା କଥା ମାନ ସାଇକେଲ ଟା ସେଠି ଚାବି ନା ପକେଇ ଦେଇ ଆଉ ଆରାମସେ ଆଉ ଚାଲିକି ଘର ପଳା। ଆଉ କଣ ମୁଁ ଆଇଲାକୁ ସକାଳୁ ଆଉ ନଥିବ ଇଏ। ସେ ପାଖରେ ଗୋଟେ ବୁଦା ଫୁଦା ନାହିଁ? ଚମିଲି ମୋର ଚମିଲି କି କେହି ଚୋରି କରି ନେଇଯାଇଥିବ। ମୋ ଚମିଲି କଥା ଟିକେ ଆମ ଘରେ କହିଦିଅ କୋପରେଟ ମି ହ୍ୟାଲୋ। ମୁଁ ତ ସେଇଆ କହୁଛି ଖଜୁରୀ କିଆ ଯୋଉଠି ବୁଦା ଅଛି ସେଟା ମୂଳରେ ପକେଇ ଦିଅ। ଏ ସକାଳେ ଯେ ସେମତି ସେଠି ପଡିଥିବ କେହି ହାତ ମାରିବେନି। ନାଇଁ ବା ସେ ଗୋଲାପୀଟେ ଅଛି ତ ସବୁ ଇମ୍ପ୍ରେସ ହେଇକି ନେଇଯିବେ ତାକୁ। ହଁ ହଁ ଯାହା ହଉ। କାହାର କିଛି କାମ ନାହିଁ ରାତିରେ କିଆ ବୁଦା ମୂଳେ ବୁଲୁଥିଲା ତ। ଆରେ ରୋଡ ସାଇଡ ରେ ଛିଡା ହେଇଛି ଏଠି କିଆ ବୁଦା ଫିଆ ବୁଦା କିଛି ନାହିଁ। ବାଁ ପଟ ଡାହାଣ ପଟେ ଦେଖ କୁଆଡେ ଭିତରୁ ଟିକେ ଥିବ ନା। ସାଇଡରେ କିଛି ନାହିଁ ଏଠି ମୋ ସାଇକେଲ ଚେନ୍ ଖସି ଯାଇଛି ମୁଁ ଏଠି ପ୍ରୋବ୍ଲେମ ରେ ପଡିଛି ଆପଣଙ୍କୁ ଗୋଟେ ହେଲ୍ପ ମାଗିଲେ ଆପଣ ଓଡିଶାର ନା ଓଡିଶା ବାହାରର? ଝାଡଖଣ୍ଡର ମୁଁ ଓଡିଶା ଭିତରେ କଣ ତ ଝାଡଖଣ୍ଡ? ଓଡିଆ ଲୋକ ନା ଓଡିଆ ନମ୍ବର ଲଗେଇଛି ତ ଓଡିଆ ଓବିଅସଲି କହୁଛୁ ଓଡିଆ ଲୋକ। ତ ଓଡିଆ ମୁଁ ତ ଲୋକ ହେଇକି ମୋ ଗୋଟେ ମାନ ମୁଁ ତ ବିବେକ ନାହିଁ ଆପଣଙ୍କର ଗୋଟେ ମାନବିକତା ନାହିଁ ଗୋଟେ ପର ଉପକାରୀ ମନୋଭାବ ନାହିଁ। ଯାଅ ଯେତିକି ଟିକେ କଥା ମୋ ଜେଜେ ହରିଆ ହ୍ୟାଲୋ ହୁଁ ମୋ ହଁ ହରିଆ ଯୋଉ ଜେଜେ ଚିହ୍ନିଚ ଟି? ସିଏ ତ ମୋ ଜେଜେ ହେବେ। ନାଇଁ ମୋ ଜେଜେ ନା ମୋ ହରିଆ ଜେଜେ ଗଲ ନା ଟିକେ ମୋ ଜେଜେ ହରିଆକୁ କହିଦବ ମୋ ସାଇକେଲ ଚେନ୍ ଖସି ଯାଇଛି। ଆମର ଗୋଟେ ହରିଆ ଗୋଟେ ଦହିବରା ବେପାର କରେ ମୁଁ ଭାବିଲି ସେଇ ହରିଆ କାଳେ ହେଇଥିବ। ନାଇଁ ମ ମୋ ଜେଜେ ଦହିବରା ନୁହଁ ମୋ ଜେଜେ କେନ୍ଦୁ ବେପାର କରନ୍ତି। କେନ୍ଦୁ? ହଁ
ଯେଉଠୁ ବେପାର କରୁଥିବା କେନ୍ଦୁ ସାଙ୍ଗରେ ନାଇଁ କେନ୍ଦୁ। ତମେ ଗୋଟେ କାମ କର ମତେ ନ ଲାଗିକି 100 ରେ କଲ୍ କରିଥିବ ସେ ତମ ସାଙ୍ଗେ ସାଙ୍ଗେ ଇମିଡିଏଟ ତମକୁ ହେଲ୍ପ କରିବେ 5 ମିନିଟ୍ ତ ବଢିଆ ଆଇଡିଆ ଟେ ଦେଲ ତ। ଯାଉଛୁ 100 କଲ୍ କରିବି ସେ ବା ଇନଷ୍ଟାଣ୍ଟ ଆକ୍ସନ ନେବେନି। ହଁ ନହେଲେ 112 ମହିଳା କମିଶନ ଏବେ ଡିକ୍ଲେୟାର କରିଛି 112 ଏମର୍ଜେନ୍ସି 10 ମିନିଟ୍ ଭିତରେ ଯାଇ ଲୋକେସନରେ ପହଞ୍ଚିବେ ଟେନସନ ନାହିଁ ଆଉ। ଏଇ ଲୋକେସନ କଣ ଫାଇଣ୍ଡ ଆଉଟ କରିପାରିବେ ଏଇଟା ହଁ କଣ ତମ ଗୁଗୁଲ ନମ୍ବର ମ୍ୟାପ ରେ ବାହାରିବ? ହଁ ତମେ କଲ୍ କରିଛ ତମ ନମ୍ବର ଦେଇକି ପାତାଳକୁ ପଳେଇବେ ଏ ଜାଗା ନା ଗୁଗଲ କଣ କହିଲ କାଇଁ ନେଟୱାର୍କ ତ ମାନେ ଏଠି ତ ନାହିଁ ନା ନେଟୱାର୍କ ନାହିଁ ମୋ ଦ୍ୱାରା କଥା କମ୍ୟୁନିକେସନ। ହଉଛୁ କିନ୍ତୁ ପୁରା ପରିଷ୍କାର ଭାବରେ। ଇଏ ବା ଯୋଉ ମଡେଲ ଫୋନ। ହଁ ହଉ ଏ ନୋକିଆ ମଡେଲ। ହଁ ପାଦ ଧୁଳିକି ଗାଧେଇଲା ବେଳେ ବାଲ୍ଟିଏ ପାଣିରେ ଗୋଳେଇକି ଗାଧେଇବା କଥା। ମିଛ କଥା କହୁନି ତମର ଆରେ ନା। ସତରେ ବା ଆରେ ସତରେ ବା ଦେହରେ ପଇଲେ ଟୋଟାଲ ତମଠୁ ବୁଦ୍ଧି ଅଧା ତମ କତିକି ପଳେଇ ଆସିବ ନା। ଡିଆସିଲି ରଖିଲେ ଲାଭ ନାହିଁ ବାଲ୍ଟିଏ ପାଣିରେ ପକେଇଦବ ଗୋଳେଇକି ଗାଧେଇବ। ତମେ ସିଧା କଥାକୁ ଆମ ଘରେ ଯାଇ କହିବ କି ନାଇଁ? ମୁଁ ସିଧା କହିପାରିବିନି ମୁଁ ଭଲ କେତେ ଟର୍ଣ୍ଣିଂ ପଏଣ୍ଟ ପଡିବ ବଙ୍କା ବଙ୍କା ହେଇକି ଯିବି ସିଧା ଯାଇ କେମିତି କହିବି। ଆମ ସିଧା ଗଲେ ଘରେ ସାମ୍ନାରେ ଆସିକି ଟିକେ କହିଦେଇଛ ଆଉ। ପିଇଚି। ପିଇଚି ଏ ଲଗେଇ ଦଉନ ପିଜା। ପିଇଚି। ନାଇଁ ଏ ଲଗେଇଦିଅ ପିଜା ହେଇଯିବ ଯାଅ ବୁଝିବାକୁ ଟିକେ କହୁଛି। ମୋ ଜେଜେ ହରିଆକୁ କହିବ ମୁଁ ଏଠି ଠିଆ ହେଇଛି। ହରିଆ ଫଟୋ ଦେଲ ମୁଁ ଦେଖେଇଁ। ଏଇଟା ବା ଦେଖିବାକୁ କେମିତି ନା ମଡେଲ ଫୋନ କହୁଛି ଟି ମଡେଲ ଫୋନ ଏଇଟା। ମୁଁ କଣ ପଚାରିବି ନା ଓଡିଶାରେ ବୁଲି ବୁଲିକି ହରିଆ କିଏ? ତମେ ଯାଅ ମୁଁ ଜାଣିନି କିଛି ମୁଁ ଏଠି ଯଦି ମୁଁ ଲାଷ୍ଟ କଲ୍ ଚେକ୍ କରିବି ତମ ନମ୍ବର ପାଇବେ ଯଦି ଦେଖିବ ମୁଁ ଚୋରି ହେଇଯାଇଥିବି ତମେ ହିଁ ଆରେଷ୍ଟ ହେଇକି ଯିବ। ମୁଁ କାଇଁ ଆରେଷ୍ଟ ହେବି ଏଇଟା ମୋ ଅଫିସ ନମ୍ବର। ଏଇଟା ଅଫିସ ଲାଷ୍ଟ କଲ୍ ଅଫିସ ଏଇଟା ଲାଷ୍ଟ କଲ୍। ଏମିତି ଶିଖିଗଲି ଆଉ ଯାହା ଲାଷ୍ଟ କଲ୍ ଯାଇଥିବ ସିଏ ତ ଯିବ ଆଉ। ଯାଅ ତମେ ହରିଆ ଆଉ ଜେଜେକୁ ଟିକେ କୁହ ଯାଅ। ତମେ ଯେତିକି ସମୟ ମୋ ପଛରେ ବର୍ବାଦ କଲେ ବି ସେତିକି ସମୟ ଯାଇ ଘରେ ପହଞ୍ଚି ସାରନ୍ତାଣି ଚେଷ୍ଟା ନମ୍ବର ବା କରିଥିଲେ। ନାହିଁ। ମୁଁ ମିଛ କଥା କହୁନାଇଁ ତମର ଆଣ। ମୁଁ ଜାଣିଛି ମୋର ଆଉ କିଛି ସମୟରେ ଜଗନ୍ନାଥ ନେଇ ପକେଟରେ ପୁରେଇଦବ। ମାନେ ମୋ ବିଶ୍ବାସ କରୁନ ମୋ କଥା। ବିଶ୍ୱାସ କଣ ଝିଅ ପିଲାଙ୍କ କଥା ବିଶ୍ଵାସ କରିବ। ଯାଅ ପିଇଚି ଟିକେ ଆମ ଘରେ କହିଦିଅ କୋପେଡାରେ ମୁଁ ଘରେ କହିଛି ସନ୍ଧ୍ୟା ହେଲା ଟ୍ରେନ ପୁଣି ଟିକେଟ କାଟିବାକୁ ପଡିବ ଓଡିଶାରେ ପହଞ୍ଚି ମୁଁ କହିଲା ବେଳକୁ ସବୁ କାମ ମୋର ସରିଯାଇଥିବ ସେଠି କାଇଁ ମୋ ଭରସା କରୁଛ ଆଉ ତୁ ଭଲ ହଉ 100କୁ କଲ୍ କରିଦିଅ। ସିଏ ହେଲେ 2 ଘଣ୍ଟା ଭିତରେ ପହଞ୍ଚିଯିବ ମତେ ପହଞ୍ଚିବାକୁ ମିନିମମ୍ 2 ଦିନ ଲାଗିବ ଝାଡଖଣ୍ଡରୁ ଟିକେ ସେଠିକି। କଲ୍ କରିଦେଲେ ଆପଣଙ୍କର କମ୍ୟୁନିକେସନ ସିଷ୍ଟମ ଅଛି ଟିକେ କଲ୍ କରିଦେଲେ। ରହୁନ ମୁଁ କଲ୍ କରିଦବ ମୁଁ ହୋଲ୍ଡରେ ରଖ ମୁଁ ତମ କଲଟା ଶୁଣି ତୋ ସହ କଥା ହେଇଯିବ ଆଉ। ହଉ ହଉ। ହଉ ମୁଁ ଲଗେଇଥାନ୍ତି ଯେ ଲାଗିବନି ମୁଁ ଲଗେଇଲେ ଝାଡଖଣ୍ଡ ପୋଲିସ ଲାଗିବ ସେ ପହଞ୍ଚି ପାରିବେନି। ମୁଁ ଝାଡଖଣ୍ଡରେ ଅଛି। ତାମାନେ ତମେ ହେଲ୍ପ କରିବନି ତ? ସେଠି ପାଖରେ କୋଉଠି କେନାଲ ନାହିଁ? କେନାଲ ନାହିଁ ଗୋଟେ ବଡ ନାଳ ଅଛି ଡେଇଁ ପଡିବି? ନା ନାଇଁ କଥାଟା ସମ୍ପୂର୍ଣ୍ଣ ଶୁଣିଲନି ଏଇ ଯୋଉ ଦୀପା ଆଗକୁ ପଳଉଛ ଆଉ ମୁଁ ଆଉ କଣ ତମକୁ କହିବି କୁହ। ଆଉ ହଁ ଅଛି କେନାଲ ନୁହଁ ବଡ ନାଳଟେ ଅଛି। ବଡ ନାଳରେ ପାଣି ଅଛି? ପାଣି ନାହିଁ। ପାଣି ନାହିଁ ଟୋଟାଲ ନାହିଁ? ନାଇଁ। ତାହେଲେ ଭଲ ସୁବିଧା ହେଲା ଆଉ ତମେ ଗୋଟେ କାମ କର ହଁ ସାଇକେଲ ଟେକି ବାଲିରେ ଟେକି ବାଲିରେ ପୋତି ଦେବି? ନାଇଁ। ଆଉ? ସାଇକେଲରୁ ଟେକି ଟେକି ସେ ବନ୍ଧ ସେପଟକୁ ପକେଇ ଦିଅ। ସେପଟ ପାଣି ଲୋକ ଯେହେତୁ ନାହିଁ ସେପଟୁ ନେଇଯିବେ କେହି ଯିବେନି କି ତମ ସାଇକେଲକୁ ଦେଖିବେନି ସେପଟୁ ସେପଟ କାଇଁ କିଏ ଯିବ? ସେପଟେ ବି ଲୋକ ଯାଉଛନ୍ତି ନା। ଆଉ ତାଙ୍କୁ ଡାକିଦଉନ ଆଉ ଯାଉଛନ୍ତି ଡାକିଦଉନ ସେଇଠୁ। ସେପଟେ ରାତିରେ ଡାକିଦିଅ। ଲୋକ ଯାଉଛନ୍ତି ନା ଆଉ। ଆଇୟୋ ଏବେ ତମର ସେପଟେ ଦିନ ଅଛି ନୁହଁ ଆମ ଝାଡଖଣ୍ଡ ପଟେ ସନ୍ଧ୍ୟା ହେଇଗଲାଣି ଆଉ। ନାଇଁ ତମେ ଆଉ ବୁଝି ପାରୁନ ମୋ କଥାଟା। ମୁଁ ତ ବୋଉ କତିରେ କ୍ଷୀର ଖାଉଛି ଆଉ ମୁଁ କଣ ବୁଝିପାରୁଛି। ତମେ ବୁଝିପାରୁନ ମୋ କଥା ତମେ ଯାଅ କଟି। ସିଧା କହିଲ ହରିଆକୁ କହିବ ନା ନାଇଁ? ମୁଁ ତ ଗୋଟେ ଛୋଟ ସାହାଯ୍ୟ କହିଲି କଲନି ମୁଁ ହରିଆକୁ କେମିତି କହିବି। ଛୋଟ କହିଲେ ତୁ ସାହାଯ୍ୟ ମୋ ସାଇକେଲ ଗୋଟେ ଚେନ୍ ଖସି ଯାଇଛି ତମେ ଟିକେ ଆସିକି ସଜାଡି ଦବା କଥା ନୁହଁ ଗୋଟେ କାମ କର ଗୋଟେ କଲ୍ କାମ କରିଛି କର ବୋଲି ମାନେ ଶୁଣ ମୋର ଶୁଣ ଫାଇଦା ଉଠଉଛ। ଆଁ ଗୋଟେ କାମ କର ହସିକି ତମେ ମଜାକ ଉଡଉଛ ମୋର। ହଉ ସେତିକି ଥାଉ ରାଗ ତମ ହରିଆ ଜେଜେଙ୍କର ହଁ କିଛିଟା କୁହ ଡ୍ରଇଂ ପ୍ରିଣ୍ଟ ଗୁଟା କରେ ଆଉ ମୁଁ ଜାଣିବି କେମିତି ତମ ଜେଜେ କିଏ ବୋଲି। ହଉ ତମେ ଗୋଟେ କାଗଜ ପେନ୍ ଧର ମୁଁ କହୁଛି। ଶୁଣ ସାଙ୍ଗେ ସାଙ୍ଗ ମତେ ଅଧଘଣ୍ଟା 45 ମିନିଟ୍ ଲାଗିବ ମୁଁ ଯିବି ଦୋକାନରୁ ଆଣିବି ନା କାଗଜ ପେନ୍ ମୋ ପାଖରେ ଅଛି। ତମେ ଗୋଟେ ମୋବାଇଲରେ ଡ୍ରଇଂ କରିଦିଅ ମାନେ ଗୋଟେ ଗୋଲ କରିବ ମୋ ମୋବାଇଲ ନା ସିଲଟ? ମୋ ଜେଜେର ଜଟ ଅଛି ହେଲା। ତାହେଲେ ଜେଜେ ହଁ କୁହ।
ଜେଜେ ଜଟ ଅଛି, ଦାନ୍ତ ନାହିଁ। ଦାନ୍ତ ନାହିଁ? ନା। ହଉ ତାପରେ? ଆଉ କଲର ହଉଛି କଳା। ହୁଁ ତାପରେ? ନିଶ ଦାଢି ପୁରା ବଡ ବଡ। ହୁଁ। ଆଉ ଆଖିଟା ପୁରା ଏମିତି ପଶି ଯାଇଛି। ବୟସ ଅଧିକ ହେଇଗଲାଣି ବୋଧେ ଆଉ। ହଁ ପରା, କିନ୍ତୁ ମୋ ଜେଜେ ଭାରି ଭଲ ପାଆନ୍ତି ମତେ। କେତେ ବୟସ ହବ? କାଇଁ ତମେ କଣ ମାନେ ମୋ ଜେଜେର ଭର୍ତ୍ତା କରିବ? ଭର୍ତ୍ତା ଥିବ। ବୟସ ପଚାରୁଛ? ନା ନା ଆଖିଟା ଦେଖ ଦାନ୍ତ ନାହିଁ ମାନେ ତମର ଭର୍ତ୍ତା ମିଳିଯାଇଥିବ ଅଲରେଡି। 85 ବର୍ଷ ପରେ ଗୋଟେ ବାର୍ଦ୍ଧକ୍ୟ ଭତ୍ତା ମିଳେ, ସେଇଟା କରିଦେଇଥାନ୍ତି ଆଉ 5ରେ ମିଳିଥାନ୍ତା ଆଉ। ନାଇଁ ହଜାର ସେଇଟା ଟଙ୍କା। ତମେ ଯାଅ କଟି ହେଲା, ମୁଁ ଗୋଟେ ଅସୁବିଧାରେ ପଡିଛି ମତେ ସାହାଯ୍ୟ କରିବା ଭିତରେ ମୋ ଜେଜେଙ୍କର ଭର୍ତ୍ତା କରିବାକୁ ବାହାରିଲେଣି। ଭର୍ତ୍ତାଟା ତମକୁ ଆଳୁ ଚକଟା ଭର୍ତ୍ତା କରିକି ମୋ ଜେଜେଙ୍କୁ ଖୁଆଇବାକୁ ଦେଇଦେବି। ଯାହା ହଉ। ଏ ଦେଖ ସିଆଡେ ଗୋଟେ କଣ କଲ ଆସିଲାଣି ଟୁନ୍। ନା ନା। ତମେ ଯାଅ ହେଲା, ମୁଁ ଯାଉଛି ଆଉ ଗୋଟେ କାହାକୁ ଫୋନ କରିବି। ହଉ କର, ସେଇ ଫୋନ ଆଇଲାଣି।